ରେଭେନ୍ସାରେ ପଢ଼ା ସାରିବା ପରେ ପୁଣି ଦେଖା ହେବା ଅସମ୍ଭବ ଥିଲା। ପୁରୀରୁ ଭୁବନେଶ୍ୱର ବେଶୀ ଦୂର ନୁହେଁ। ମାତ୍ର ଆଜକୁ ପ୍ରାୟ 30 ବର୍ଷ ପୂର୍ବରୁ ସମ୍ଭବ ନଥିଲା ପ୍ରତିଦିନ ଯାଇ ତମକୁ ଦେଖା କରିବା ପାଇଁ। କିନ୍ତୁ କ'ଣ ପାଇଁ ଦେଖା କରିବି? ତମେ କିଏ? କ'ଣ ସମ୍ପର୍କ ଆମର? ମୋ ମନରେ ଉଙ୍କି ମାରେ ଏଇ ପ୍ରଶ୍ନ। ହଁ, ଆଜି ବି ତମେ ଜୀବନକୁ ନେଇ ଅନେକ ରଙ୍ଗୀନ ସ୍ୱପ୍ନ ଦେଖୁଥିଲ। ବିବାହ, ସ୍ୱାମୀ, ପିଲାଛୁଆ ଓ ସଂସାର। ଆଉ ମୁଁ ପାଠପଢ଼ା ସାରିବା ପରେ କେମିତି ଛୋଟ ଚାକିରିଟିଏ କରିବି ଚିନ୍ତାରେ ଘୂରି ବୁଲୁଥିଲି। ଇତି ମଧ୍ୟରେ ସରିଯାଇଥିଲା ଆମ ପାଠପଢ଼ା। ଆଉ ତମେ ଫେରି ଯାଇଥିଲ ପୁରୀକୁ। ଛୋଟ କିରାଣୀ ଚାକିରିଟିଏ ପାଇ ମୁଁ ଚାଲି ଯାଇଥିଲି ବାଲେଶ୍ୱର। ବାସ୍, ସରିଯାଇଥିଲା ଏକ ନୀରବ ପ୍ରେମ କାହାଣୀ। ପ୍ରେମିକ ଆଉ ପ୍ରେମିକା ନିଜ ନିଜ ରାସ୍ତାରେ, ମୁଁ ଆଉ ତମେ ଅଲଗା ଅଲଗା ପଥରେ। ବାଲେଶ୍ୱରରେ ରହିବାର 3 ମାସ ପରେ ମୋର IAS ଚାକିରିର ରେଜଲ୍ଟ ଆସିଯାଇଥାଏ। ଖୁସି ଖବର ତ ତମକୁ ଦେବା ପାଇଁ ମନ ବ୍ୟାକୁଳ। ତମ ଠିକଣାରେ ଲେଖିଲି ଚିଠିଟିଏ। ଉତ୍ତର ପାଇ ତମେ ଆସିଲ। ଆମର ସେଇଟା ଥିଲା ଶେଷ ଦେଖା। ମୁଁ ଆସିଲି ଭୁବନେଶ୍ୱରରୁ, ଆଉ ତମେ ପୁରୀରୁ। ଦେଖା ହେଲେ କୋଣାର୍କରେ। ନିହାଣ ଆଘାତ ପାଇଥିବ ପଥର ମେଢ଼ରେ। ବିଳମ୍ବ ନ କରି ଗାଇଦେଲି ମୋ ଖୁସି ଖବର। ଆଉ ତମ ମୁହଁରେ ଥିଲା ଭିନ୍ନ ଏକ ଆନନ୍ଦ। ଯେମିତି ମୋ ପ୍ରେମିକା ମୋ ଖୁସିରେ ନିଜ ହସକୁ ସାମିଲ କରିଛି। ଚେଷ୍ଟା କରିଥିଲି ମନ ଭିତରର ପ୍ରେମ ଉଜାଡ଼ି ଦେବି ଆଜି, କିନ୍ତୁ ପାରିନଥିଲି। ହଠାତ୍ କଳାହାଣ୍ଡିଆ ମେଘ ମାଡ଼ି ଆସିଲା ଆକାଶରେ। ଆଉ ତମେ ଯିବା ପାଇଁ ପ୍ରସ୍ତୁତ। ଜୋର ଜୋରରେ ଛିଞ୍ଚି ଦେଇଗଲା ବର୍ଷାର ଠୋପା। ଓଦା ହେଇଯାଇଥିଲା ତମ ଶ୍ଵେତ ବସ୍ତ୍ର। ଭିଜି ଯାଇଥିବା ବସ୍ତ୍ରରୁ ସ୍ପଷ୍ଟ ଦେଖା ଯାଉଥିଲା ତମ ଗୋଲାପୀ ବକ୍ଷବନ୍ଧନୀ। ଲାଜ ଲୁଚେଇ ତମେ ଚାଲିଗଲ ଏବଂ ଚିର ସମାଧି ନେଲା ଏକ ପ୍ରେମ କାହାଣୀ। ତା ପରଠୁ ଆଉ କେବେ କୋଣାର୍କ ଯାଇନି। ସେ ଭଗ୍ନ ମନ୍ଦିରକୁ ଦେଖିବାକୁ ଇଚ୍ଛା ବି ହୋଇନି। ଜାଣେନା କାହିଁକି କେତେ ବଦଳି ଯାଇଥିବ କୋଣାର୍କ। ଅଧିକ ପର୍ଯ୍ୟଟକ ଆସୁଥିବେ। କିନ୍ତୁ କାହିଁକି? କ'ଣ ଅଛି ସେ ଭଗ୍ନ ମନ୍ଦିରରେ? ସୌନ୍ଦର୍ଯ୍ୟ ନା ମୋ ଅଧୁରା ପ୍ରେମର କବରସ୍ଥାନ? ଯାଉଛି କୌଣସି ଏକ କବି କି ଲେଖକକୁ ପଚାରିବି। ଉତ୍ତର ମିଳିଯିବ।